ବର୍ତ୍ତମାନ ସାରା ରାଜ୍ୟରେ ବର୍ଷାର ପ୍ରଭାବ ଜୋର ଧରିଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ଏହି ବର୍ଷାର ଅଦିନ ଝଡ଼ ବର୍ଷାର ମଧ୍ୟ ପ୍ରଭାବ ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଆମେ କହିବା ପୋଲସରା ଅଞ୍ଚଳ ହେଉ କିମ୍ବା ବୁଗୁଡ଼ା ଅଞ୍ଚଳ ହେଉ କିମ୍ବା ଧରାକୋଟ ଶେରଗଡ଼ ଏବଂ ଭଞ୍ଜନଗର ଏଭଳି ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷାର ଖୁବ୍ ଜୋରରେ ଧରିଛି। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଦିନ 10 ଘଣ୍ଟା ହେଲେ ସୁଦ୍ଧା ହେଲେ ଏପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୋଇନାହିଁ, ଯେଉଁଟାକି ଆପଣ ଦେଖିପାରୁଥିବେ ସୂର୍ଯ୍ୟ ଆମେ ଦେଖିବା ସୂର୍ଯ୍ୟର କୌଣସି ସମୟ 10ଟା ହେଲେ ସୁଦ୍ଧା ହେଲେ 10 ଘଣ୍ଟା ହେଲେ ସୁଦ୍ଧା ହେଲେ ବର୍ତ୍ତମାନ ସୂର୍ଯ୍ୟ ମଧ୍ୟ ଉଦୟ ହୋଇପାରିନାହିଁ। ଆମେ କହିବା ଏହି ବର୍ଷାର ପ୍ରଭାବର ସମସ୍ୟା କ'ଣ ରହିଛି ଲୋକଙ୍କର ମଧ୍ୟ ରହିଛି, ଯେଉଁଟାକି ଏହି ବର୍ଷାର ପ୍ରଭାବ ଯୋଗୁଁରେ ବିଦ୍ୟୁତ ବିଭାଗରେ ମଧ୍ୟ ବାରମ୍ବାର କାଟ ହେଉଥିବା ବେଳେ ବର୍ତ୍ତମାନ ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ଘରୋଇ ସମସ୍ୟା ମଧ୍ୟ ଲାଗି ରହିଛି। ଏବଂ ବିଭିନ୍ନ ଆମେ ରବି ଫସଲ ଚାଷୀମାନଙ୍କର କଥା କହିବା ଯଦି ବୋଲି କହିଲେ ବର୍ତ୍ତମାନ ରବି ଫସଲର ବିଭିନ୍ନ ପ୍ରକାର ମୁଗ, ମାଣ୍ଡିଆ, ବିରି ଇତ୍ୟାଦି ଯେଉଁ ଫସଲ ରହିଛି ରବି ଫସଲ, ଏହି ରବି ଫସଲର ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଏବଂ ଆମେ କହିବା ବୃଦ୍ଧ ବୃଦ୍ଧୀଙ୍କର କଥା କହିବା ଯଦି ଆମେ ସେମାନଙ୍କର ମଧ୍ୟ ଏକ ରୋଗ ଆକ୍ରାନ୍ତ ହେବାର ବି ସମ୍ଭାବନା ରହିଛି। ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି ଏହି ବର୍ଷାର ପ୍ରଭାବ ଯୋଗୁଁ। ଏବଂ ଉପାନ୍ତ ଅଞ୍ଚଳର କଥା କହିବା ଯଦି ବିଭିନ୍ନ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ବିଦ୍ୟୁତ ବାରମ୍ବାର କାଟ ହେଉଥିବା ବେଳେ ମଧ୍ୟ ରାତ୍ର ସମୟରେ ବିଭିନ୍ନ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି। ଆମେ ଏ ଦିଗରେ ପ୍ରଶାସନକୁ ମଧ୍ୟ ଖୁବ୍ ଦୃଷ୍ଟି ଆକର୍ଷଣ ଦେବା ଆବଶ୍ୟକତା ରହିଛି। ଗଞ୍ଜାମରୁ ନିରଞ୍ଜନ ଶବର, କାମୟାବ ଟିଭି।